ଥିଲି ତୁମେ ତ ଭୁଲି ଯାଇଥିବ, ମୁଁ ଜାଣିଛି ଜ୍ଞାନୀ ଗୁଣୀ ପିଲା ସବୁ ଆମର। ଏଇ ଯେଉଁ ପିଲା ଅଧିଗଚ୍ଛତି, ମୁଁ ତୁମକୁ କ'ଣ କହିଥିଲି? ଏଠି ଉପସର୍ଗକୁ ସାଇଡ଼୍ କରିଦେବ। ଧାତୁ ହେଉଛି କ'ଣ? ଗଚ୍ଛତି। ଗଚ୍ଛତିକୁରୁ ଆଗେ କରିଦେବ। ଗଚ୍ଛତିର ତାହେଲେ କ'ଣ ହେବ ପିଲେ? ଗଚ୍ଛତିର ଲଙ୍ଗ ଲକାର କ'ଣ ହେବ? ଅଗଚ୍ଛତ। ହେଇଗଲା ଅଗଚ୍ଛତ। ତାପରେ ପିଲେ ସନ୍ଧି କାର୍ଯ୍ୟ ହୁଏ। ଏଠି କେଉଁ ସନ୍ଧି ପିଲେ ପାଇବ? ଇୟଣ ସନ୍ଧି ପାଇଲା। ଇ କାରର ପିଲେ ଇୟ ଫଳା ହେଇଗଲା। ଇୟ ଫଳା ହେବାରୁ ହେଇଗଲା ପିଲେ ଅଧ୍ୟଗଚ୍ଛତ। ଠିକ୍ ଅଛି, ଅଧ୍ୟଗଚ୍ଛତ। ତାହେଲେ ପିଲେ କହିଲ ଏଇଠି, କହିଲ ଏଇଟାରେ କ'ଣ ହେବ? ସଂହରତି। କୁହ ଲଙ୍ଗ ଲକାର କ'ଣ ହେବ? ସଂହରତି ଲଙ୍ଗ ଲକାର କ'ଣ ହେବ କୁହ? ସବୁ ପିଲା ସେମିତି। ତୁମେ ଯଦି ସେଇଟା ଗୋଟେ କରିପାରିବ ତାପରକୁ ସବୁ ଅଟୋମେଟିକ୍ ତୁମେ କରିଦେବ। କ'ଣ ହେଇଯିବ? ଆଗ ଏଇଆ କରିଦେବ, ସମକୁ ଅଲଗା କରିଦେବ। ସମକୁ ଅଲଗା କରିଦେଇକି ହରତିର କ'ଣ ହେଇଗଲା? ଅହରତି। ଏବେ ପିଲେ ମିଶେଇ ଦେବ। ମରେ ଅ ମିଶିକି ଗୋଟିକିଆ ମ, ତାହେଲେ ହେଇଯିବ ସମହରତ। ହେଲା ପିଲେ କହିଲ ଦେଖିଆ। ନିବଦତି। ନିବଦତି କ'ଣ ହେବ ଲଙ୍ଗ ଲକାରରେ? ତମେ ଇଏ ଯାଇ ବି କରିପାରିଲନି। ହେଲା ନିକି, ଆରେ ନିକି ଅଲଗା କରିଦିଅ। ବଦତିର କ'ଣ ହେଇଯିବ? ଅବଦତ। ଠିକ୍ ଅଛି, ଅବଦତ। ତାହେଲେ ପିଲା ଏଠି ଇୟଣ ସନ୍ଧି କାମ ହେବ। ଇ କାର ସ୍ଥାନରେ ଇୟ ଫଳା କରିଦେବ। ତାହେଲେ ହେଇଯିବ ନିୟ ନିଉଦତ। ହେଲା ଏମିତି ହେଇଯିବ ନିଉଦତ। ଆରେ ଏଇଠି ମାନେ ଇ କାର ସ୍ଥାନରେ ଇୟ ଫଳା ହେଇଗଲା। ଠିକ୍ ଅଛି, ନାଇଁ ଠିକ୍ ଅଛି, ଖାଲି ହେବ ନ୍ୟବଦତ ହେବ। ହେଲା ଆଉ ସନ୍ଧି ହେଇପାରିବ ନା। ନ୍ୟବଦତ, ନ୍ୟବଦତ ଏମିତି ହେବ। ହେଲା ଇ କାର ସ୍ଥାନରେ ଖାଲି ଇୟ ଫଳା ହେଇଯିବ। ହଳନ୍ତ ଇୟରେ ଇୟ ମିଶିକି ନ୍ୟ ହେଇଗଲା ନ୍ୟବଦତ। ହେଲା କ'ଣ? ତାପରେ ଆଉ ସମ୍ପ୍ରସାରଣ ହେବନି ନା, ତାପରେ ଆଉ ସମ୍ପ୍ରସାରଣ ହେବନି। ହେଲା ନ୍ୟବଦତ। ଠିକ୍ ଅଛି, ତ ଏଇଗୁଡ଼ା ସବୁ ପିଲା କ'ଣ ମାନେ ଲଙ୍ଗ ଲକାରର ରୂପ ଥାଏ। ହେଲା ଲଙ୍ଗ ଲକାର ରୂପ ଏମିତି ପିଲେ ପଚାରିଥାଏ। ଲଙ୍ଗ ଲକାରରେ ଯେତେବେଳେ ପଚାରିବ ତାର ଜଗନ୍ନାଥରେ ପିଲେ ଏମିତି ସବୁ ପଚାରିବ। ଟିକେ ତାକୁ ଭଲ କି ଟିକେ ଲକ୍ଷ୍ୟ କରିବାର ଅଛି ତୁମର। ହଉ ଆଉ ଗୋଟେ ପିଲେ ପଚାରୁଛି ଦେଖିବା। ପିଲେ ନିର୍ଦ୍ଦିଶତି ଲଟ୍ ଲକାରେ ଅଛି। କୁହ କ'ଣ ହେବ? ଏଠି ପିଲେ ଉପସର୍ଗକୁ ଅଲଗା କରିଦେଲେ ତୁମେ କରିପାରିବ, ନହେଲେ କରିପାରିବନି। ଉପସର୍ଗକୁ ପିଲେ ଅଲଗା କରିଦେବ। ଉପସର୍ଗକୁ ଅଲଗା କଲେ କେଉଁ ଉପସର୍ଗ ଅଛି ଏଠି? ନିର ଉପସର୍ଗ କରିଦେଲ। ପିଲେ ଏଠି ନିର ଉପସର୍ଗ କେଉଁ ଧାତୁ? ଦୃଶ ଧାତୁ ନା ଦିଶ ଧାତୁ? ଦିଶ ଧାତୁ। ତ ଦିଶ ଧାତୁରୁ ପିଲେ କ'ଣ ହେଇଗଲା? ଅଦିଶତ। ଠିକ୍ ଅଛି, ଅଦିଶତ ହେଇଗଲା। ଏବେ ପିଲେ ତାହେଲେ କ'ଣ ହେଇଯିବ? ନି କି ନି ମି ରହିଲା, ର ମିଶିକି ଗୋଟିକିଆ ନିରଦିଶତ। ନିରଦିଶତ। ଠିକ୍ ଅଛି, ଏଇ ହେଉଛି ପିଲେ କାମ। ହଉ ଆଉ ଗୋଟେ ପିଲେ କହିଲେ ଦେଖିଆ। ହଉ ଠିକ୍ ଅଛି, ଏଇଟା ପିଲେ ଦେବା ଦେଖିଆ। ଉପକୁରୁତେ କ'ଣ ହେବ ଲଙ୍ଗ ଲକାରରେ? ମୁଁ କେବଳ ଲଙ୍ଗ ଲକାର ପିଲେ ପଚାରୁଛି। ଉପକୁରୁତେ ପିଲେ ଉପଟା ଅକାରାନ୍ତ,
ଏଠି କ୍ରୁ ଧାତୁରୁ ମାନେ କ୍ରୁ ଧାତୁରୁ ପିଲେ ଲଙ୍ଗ ଲକାରରେ କ'ଣ ହେଇଯିବ ଅକୋରତ। ଠିକ୍ ଅଛି, କିଛି ଅସୁବିଧା ନାହିଁ, ଅକୋରତ। ପିଲେ ଏପଟରେ କ'ଣ ଥିଲା? ହଁ ଠିକ୍, ଏଇଠି ପିଲେ ଉପ ଥିଲା, ଉପ ଥିଲା। ଏ ଉପରେ ଯେଉଁ ଆଉ ଅକରୋତରେ ମିଶିକି ଆ ହେଇଗଲା, ଆ ହେବାରୁ ଉପା କରତ। ସନ୍ଧି ପିଲେ କମ୍ପଲସରି ପିଲେ, ଧାତୁ ଆଉ ଉପସର୍ଗରେ ସନ୍ଧି କମ୍ପଲସରି। ତ ବୁଝିପାରୁ ଆମର ପିଲେ ସନ୍ଧି ନିୟମ ନଥିଲା, ଧାତୁ ଉପସର୍ଗ ଇଓ ହୋ, ନିତ୍ୟା ନିତ୍ୟା ଧାତୁ ଉପସର୍ଗ ଇଓ ହୋ, ଏମିତି ପିଲେ। ଆଉ ଗୋଟେ ପିଲେ କହିଲେ ଦେଖିବା କ'ଣ ଦେବି ଆଉ ଗୋଟେ। ହଉ ଛାଡ଼ ପିଲେ, ଏଇଟା ଦେବା। ପ୍ରହରତି ପିଲେ କ'ଣ ହେବ? ପ୍ରହରତି ଅକାର ଉପସର୍ଗ, ପ୍ରଟା ଅକାର ନା ନାହିଁ, ତାହେଲେ କ'ଣ ହେଇଯିବ? ହେଲା, ପ୍ରାହାରତ। ହଉ ପିଲେ ଏଇଠି ଅଛି ପରିହରତି, ତାହେଲେ କ'ଣ ହେବ? ପରିହରତିର କ'ଣ ହେବ? ପରିହରତି। ତ ପିଲେ ଏ ବି ସେଇ ଏକା କଥା ହେଲା। କ'ଣ ହେବ? ପର୍ଯ୍ୟ ହେବ କି କ'ଣ ହେବ ମୋତେ ବି ଜଣା ନାହିଁ ପିଲେ। ପରି କି ପରି ହେଲା, ଏଠି ଅହରତ ହେଇଗଲା, ଅହରତ। ଅହରତ ହେଲେ ଏଠି ପ କୁ ପ ରହିଲା ହେଲା, ଇର ପିଲେ ଇଅ ଫଳା ହେଇଯିବ, ଇଅ ଫଳା ହେଇଗଲା। ତ ରଟା ପିଲେ ରେଫ ହେଇଗଲା, ପରିହରତ। ଠିକ୍ ଅଛି, ପରିହରତ। ଏମିତି ପିଲେ ଥାଏ ସବୁ ହେଲା। ହଉ ପିଲା ଆଉ ଗୋଟେ କହିଲ ଦେଖିବା। ପ୍ରତ୍ୟୁ ପିଲାଟା ତ ପ୍ରତ୍ୟୁ ହେଲା, ପ୍ରତ୍ୟୁ ଦାହରତି, ପ୍ରତ୍ୟୁ ଦାହରତି। ଆକୁ ପିଲା ବିଚ୍ଛେଦ କର, କ'ଣ ହେଇଥିବ? ପ୍ରତିରୂପ ଉଦାହରତି। ପ୍ରତ୍ୟୁ ଯୁକ୍ତକ ପ୍ରତି ଉପସର୍ଗ ଅଛି। ହଁ, ପ୍ରତି ଉପସର୍ଗ ଅଛି, ଯୁକ୍ତ ଉଦାରତି, ଉଦାରତି। ପିଲେ ଏଇଟା ଲଙ୍ଗ ଲକାରରେ ଅଛି ନା କେଉଁ ଲକାରରେ ଅଛି? ପ୍ରତି ଉଦାହରତି। କାଲି ଆଡ଼କୁ କହିବ ନା କ'ଣ? ପ୍ରତି ଉଦାହରତି କେଉଁ ଲକାରରେ ଅଛି କାଲି ଆଡ଼କୁ କହିବ ହେଲା। ହଉ ତାପରେ ପିଲେ ଲଟ୍ ଲକାର ଅଛି ହେଲା, ଲଟ୍ ଲକାର ଅଛି। ଆରେ ଏଠି ତି ଲାଗିଲା, ହଁ ତମେ ଅନେଇଥିବ, ଯଦି ପଚରା ହେଉଛି ଚାଲିଛି ଚାଲିଛି ସେଇଟାରେ କହିଥିବ ଆଉ ନା, ଏଇଆ ଭାବିଛ ଆଉ। ହଉ ପିଲେ ଏଇଠି ଗୋଟେ ଅଛି କ'ଣ? ଉଦାହରତି ଯୋଉ ହେଲା ସେଇଟା କ'ଣ? ସେଇଟା କିଛି ତ ହେଇନି। କ'ଣ ହେଇଛି? କିଛି ତ ହେଇନି। ଉତ ଉପସର୍ଗ ସେଇଟା ହେଲା, ଆହାରତି ସବୁ ଭାଙ୍ଗିଦେବ। ହଁ, ଆହାରତି ଏଟା ଲଟ୍ ଲକାର ଅଛି, ସେଇପାଇଁ ଏଠି ହେଲାନି। ପିଲେ ସମ୍ଭବତୀ, ସମ୍ଭବତୀ କ'ଣ ହେବ ଲଙ୍ଗ ଲକାରରେ? ତମେ ଯଦି କହିବ ଆମେ ଏଇଟା ଜାଣିପାରୁନୁ, ତମେ ନ ଜାଣିପାର, ମୁଁ ଆଉ କ'ଣ କରିପାରିବି କହୁନ? ଏଇଠି ସମ ହେଲା ଉପସର୍ଗ, ଭବତୀର ଲଙ୍ଗ ଲକାର, ଭବତୀର କରିଦେବ ଅଭବତ, ଅଭବତ ହେଇଗଲା। ଏଇଟା ହେଉଛି ହଳନ୍ତ, ହଳନ୍ତ ସହିତ ସ୍ୱରବର୍ଣ୍ଣ ମିଶିଲେ ସେ ଗୋଟିକିଆ ହେଇଯାଏ, ମ ସହିତ ଅ ମିଶିକି ମ ହେଇଗଲା। ତାପରେ ପିଲେ ଯାହା ଥିଲା ସେଇଆ, ଆଉ କ'ଣ? ସମଭବତ ଆଉ କ'ଣ? ଏଇଆ ହେଉଛି ପାଠ ହେଲା। ହଉ ପିଲେ ଆଉ ଗୋଟିଏ ପଚାରୁଛି। ମୁଁ ଏଇଟା ବୋଧେ କହିଥିବି ତୁମକୁ ପ୍ରାୟ। ପଳାୟତେ ପିଲେ ଉପସର୍ଗ କ'ଣ ପଳାୟତରେ? ପିଲେ ପଳାୟତରେ ଉପସର୍ଗ ହେଉଛି ପରା, ପ୍ରପରା।
ପିଲେ ଉପସର୍ଗ ପ୍ରପରା ଅଛି ଟି ଏଇଟା ପିଲେ ମନେ ରଖିବ ହେଲା। ହଉ ମୁଁ ତୁମକୁ କହିଦେଲି ପିଲେ ଏଇଟା ମନେ ରଖିବ। ତୁମେ ତୁମର ଯଦି ବୁଝିପାରୁଥିବ ଭଲ କଥା। ପିଲେ ଗୋଟେ ଉପସର୍ଗ ଆମର ଥିଲା ଦର୍ପଣ ବହିରେ ଅବ୍ୟୟିତି ଥିଲା ଅବ୍ୟୟିତି। ତ ପିଲେ ତାର ଅର୍ଥ କ'ଣ ଅବ୍ୟୟିତିର ଅର୍ଥ କ'ଣ ଆଉ ତାର ପ୍ରକୃତି ପ୍ରତ୍ୟୟ କ'ଣ ହେବ? ପିଲେ ଅବ୍ୟୟିତି ଥିଲା କି ନାହିଁ କହିଲ? ମୋର ତ କାହିଁ ମନେ ପଡ଼ୁଛି ଥିଲା ବୋଲି। ପୁରା ଫାଷ୍ଟରୁ ପିଲା ଅବ୍ୟୟିତି ଥିଲା। ଅବ୍ୟୟିତି ଶବ୍ଦ। ଅବ୍ୟୟିତିର ଅର୍ଥ କ'ଣ କୁହ ମୋତେ? ହଉ ପିଲା ଅବ୍ୟୟିତ ଅର୍ଥ ରକ୍ଷା କରିବା ହେଲା। ତାହେଲେ କୁହ ପିଲା ଯେଉଁ ଆର କ'ଣ ହେବ? ଲଙ୍ଗ ଲକାର କ'ଣ ହେବ? ଖାଲି ଅବ୍ୟୟିତ ହୋଇଯିବ ହେଲା। ଖାଲି ଅବ୍ୟୟିତ ହେଇଯିବ ହଳନ୍ତ ହେଇଯିବ। ସାର୍ ଦୀର୍ଘ ହବନି? ହାଁ ଅଟା ଦୀର୍ଘ ହବନି? ଅଟା ବା ଉପସର୍ଗ, ଏଇଠି ବା ଅବ ଉପସର୍ଗ। ଏଇଠି ଧାତୁ ହେଉଛି ଇଣି ଧାତୁ। ପଢ଼ିଲେ ସିନା ହେବ। ଏଇଟା ଇଣି ଧାତୁ। ଇଣି ଧାତୁର ରୂପ ହେଉଛି ଏତି ହେଲା। ତାର ଲଙ୍ଗ ଲକାର ହେଉଛି ଅଇତ୍। ଲଙ୍ଗ ଲକାରରେ ଧାତୁର ବୃଦ୍ଧି ହୁଏ। ଏଇଟା ଉପସର୍ଗର କେମିତି ବୃଦ୍ଧି ହେବ? ହଉ ପିଲେ ଏଇଟା କହିଲ ପ୍ରଚାରତୁ। ପ୍ରଚାରତୁ କୋଉ ଲକାରରେ ଅଛି? ପ୍ରଚାରତୁ। ହଉ ତାହେଲେ ପ୍ରଚାରତୁର ଲଙ୍ଗ ଲକାର କ'ଣ ହେବ? ପ୍ରାଚରତ ହେଲା। ଆରେ ମୁଁ ତମେ ଗୋଟେ କାମ କରି ଶୁଣ, ତମ ପାଇଁ ଗୋଟେ ବଢ଼ିଆ ଟ୍ରିକ୍ ହେଲା। ଆଠାରୁ ଆଉ ଭଲ ଟ୍ରିକ୍ କିଛି ନାହିଁ। ତମେ ମୁଁ ପ୍ରଶ୍ନ ପଚାରି ସାରିଲା ପରେ ତମେ ଲକ୍ଷ୍ୟ କରିବ, ମୁଁ ଲେଖି ସାରିଲା ପରେ କହିବ। ଏଇଟା ସବୁଠୁ ବଢ଼ିଆ ଟ୍ରିକ୍। ଆଠାରୁ ଆଉ ଭଲ ଟ୍ରିକ୍ ନାହିଁ ହେଲା। ହଉ ପିଲେ ଆଉ ଗୋଟେ ପଚାରୁଛି। ଅନୁନୟନ୍ତି। ଅନୁନୟନ୍ତି ପିଲେ ଅନୁନୟନ୍ତି। ହଁ ଲଙ୍ଗ ଲକାରରେ ପିଲେ କ'ଣ ହେବ? ହଉ ପିଲେ ମୁଁ ଅପସନ୍ ଦେଉଛି। କ'ଣ ହେବ କୁଶ? ହଁ ପିଲେ ଯିଏ ବହୁବଚନ କହୁଥିବ ସେଇଟା ଠିକ୍। ଏଇଠି ଦେଖ କ'ଣ ଲେଖା ହେଇଛି। ଏଠି ଏଇଟା ବହୁବଚନ ଅଛି, ଇଏ ବହୁବଚନ ଅଛି ମାନେ ତମେ ବହୁବଚନ କରିବ। ସିଏ ପିଲେ ମୁଁ କହୁଛି କେମିତି ଏକ୍ଜାମରେ କ୍ୱେଶ୍ଚିନ୍ ପଚାରିବ। ସିଏ ପିଲେ ଯେକୌଣସି ଗୋଟେ ରୂପ ଦେଇଥିବ ସେଇ ରୂପର ସେ ଚେଞ୍ଜ କରିବା ପାଇଁ କହିବ ଲକାର। ସେ ଆଉ ଏକ ବଚନ ଦୁଇ ବଚନ ତମେ ଚିହ୍ନିବ। ଏଇଠି କ'ଣ ଥିଲା? ପ୍ରଚାରତୁଟା ଏକ ବଚନ ଅଛି, ସେଇପାଇଁ ଏକ ବଚନ ହେଲା। ଏଇଟା ପିଲେ ବହୁ ବଚନ ଅଛି, ତାହେଲେ ଆମେ ଆକୁ ବହୁ ବଚନର କରିବା। ତାହେଲେ ପିଲେ ବହୁ ବଚନର କଲେ ହେଇଯିବ ଅନୁନୟନ। କିଏ ନ ଜାଣିପାରିଲ ମୁଁ ଆଉ ଥରେ କହିଦେଉଛି ପିଲେ। ଏଇଠି ଅଛି ଅନୁ ଅଛି ହେଲା କି? କ'ଣ ଅଛି ପିଲେ? ଅନୁ ଅଛି। ଅନୁ ହେଲା ଅନୟନ୍ତୀର କରିଦିଅ ଅନୟନ। ଲଙ୍ଗ ଲକାର ରୂପ ପିଲେ କ'ଣ? ଅପଠତ ଅପଠତାମ ଅପଠନ ହେଇଗଲା ଅନୟନ। ଠିକ୍ ଅଛି, ଅନୟନ ହେଇଗଲା। ଉକାରର ପିଲେ ଉକାର ପରେ ଅକାର ଅଛି ଅସମାନ ସ୍ୱର ବର୍ଣ୍ଣ, ତାହେଲେ ପିଲେ କୋଉ ସନ୍ଧି? ଇୟଣ ସନ୍ଧି। ହେଇଗଲା ଅନୁ। ଅନୁନୟନ। ଅନୁନୟନ। ତ ଏଇଭଳି ପିଲେ ସବୁ ତମେ ମନରେ ମାନେ କରିବା ପାଇଁ ଚେଷ୍ଟା କରିବ ହେଲା। ହଉ ପିଲା ଆଉ ଗୋଟେ ପଚାରୁଛି। କ'ଣଟା ପଚାରିବି? ହଁ ଏଇଟା ତ ପଚାରିଦେବି ଆଉ। ପିଲେ ଅବଗଚ୍ଛାମି। ଅବଗଚ୍ଛାମି କୁହ ପିଲେ ଲଙ୍ଗ ଲକାର କ'ଣ ହେବ? ପିଲେ ଅବଗଚ୍ଛାମି କୋଉ ପୁରୁଷ କୋଉ ବଚନରେ ଅଛି? ହାତରେ କିଲୋ କିଏ କହିପାରିବ? ଅବଗଚ୍ଛାମିଟା କୋଉ ପୁରୁଷ କୋଉ ବଚନରେ ଅଛି? ମୁଁ ପିଲେ ଯାହାକୁ ଭାବୁଛି ସେ ଲେଫ୍ଟ ହେଇଯାଇଥିବ। ସେ ଜଏନ୍ ହେଇଥିଲା ପଚରା ପଚରି ହେଇଥିବ, ସେ ସାଙ୍ଗେ ସାଙ୍ଗେ ଲେଫ୍ଟ ହେଇଯାଇଥିବ। ହଁ ପାଠ ପଚାରିଲେ ରକ୍ତ ଶୁଖି ଯାଉଛି କିଛି ପିଲାଙ୍କର। ଗୁପଚୁପ ଖାଇବା ପାଇଁ ପଳେଇ ଆସୁଛ ନା କ'ଣ? ଗୁପଚୁପ କଥା କୁହାହେବ। ଅବଗଚ୍ଛାମି ପିଲେ କୋଉ
କୋଉ ବଚନ ଏ ଯୋଉ କୋଉ ପୁରୁଷରେ ଅଛି, କୋଉ ପୁରୁଷ କୋଉ ବଚନ ଅଛି? ଉତ୍ତମ ପୁରୁଷ। ହଁ, ଉତ୍ତମ ପୁରୁଷ ଏକ ବଚନ ଅଛି। ତାହେଲେ ପିଲେ ତମେ ସେ ଏଇଟାକୁ ବି ଉତ୍ତମ ପୁରୁଷ ତମେ ଆଗେ କରିଦବ। ଅବଗଚ୍ଛାମିର କଣ ହବ ଲଙ୍ଗ ଲକାର? ଅବା କଣ ଅବା ଉତ୍ତମ ପୁରୁଷ ଏକ ବଚନ କଣ ହବ କୁହ? ଅବାଗଚ୍ଛମ୍। ହଁ ଠିକ, ଅବାଗଚ୍ଛମ୍ ହେଲା। ଆରେ ଅଗଚ୍ଛମ୍ ସେମିତି ଅବାଗଚ୍ଛମ୍। ଆଗ ହେଲା ଲଙ୍ଗ ଲକାର ଉପରେ କଣ ହେଇଯିବ? ଅଗଚ୍ଛତ ଅଗଚ୍ଛତାମ୍ ଅଗଚ୍ଛନ୍ ଅଗଚ୍ଛଃ ଅଗଚ୍ଛତମ୍ ଅଗଚ୍ଛତ ଅଗଚ୍ଛା କଣ ଅଗଚ୍ଛମ୍ ଅଗଚ୍ଛାବ ଅଗଚ୍ଛାମ। ତ ସେଇଭଳି ଆଉ କଣ ହେଲା। ହଉ ଆଉ ଗୋଟେ ପିଲା ପଚାରୁଛି। ହଉ ପିଲା ଏଇଟା ଲାଷ୍ଟ ପଚାରିଦିଏ ଗୋଟେ ହେଲା। ପିଲା ଇଏ କୋଉ ଲକାରରେ ଅଛି? ଲଟ୍ ଲକାରରେ ଅଛି। ପ୍ରଥମ ପୁରୁଷ ଏକ ବଚନରେ ହିଁ ଅଛି। ତାହେଲେ ପିଲେ କୁହ ଲଙ୍ଗ ଲକାରରେ କଣ ହବ? କିଛି ନାହିଁ ପିଲେ ସମାନ ହବ ହେଲା। ବ୍ୟାହରତ। ଆରେ ଅହରତ ବି ଅଛି ଏଠି କୋଉ ଉପସର୍ଗ ଲାଗିଛି? ବି ଉପସର୍ଗ। ଆଉ କିଛି ନାହିଁ। ବି ଉପସର୍ଗ ଆୟଂ ଉପସର୍ଗ। ହଁ ଆୟଙ୍ଗ ଉପସର୍ଗ ଲଙ୍ଗ ଲକାର ବୋଲି ଆହାରତି। ଲଙ୍ଗ ଲକାରରେ ଆହାରତ ହେଲା। ତ ଏଇଭଳି ହେଇଯିବ। ଆଉ ପିଲେ କଣ ପଚାରିବା ଗୋଟେ? ହଉ ପିଲେ ଏଇଟା ଲାଷ୍ଟ। ଆବ୍ରିଭବତି କଣ ହବ? ଏଠି ପିଲେ ଧାତୁ କଣ? ଭୂ ଧାତୁ ମାନେ ପିଲେ ଭବତି। ତାହେଲେ ଉପସର୍ଗ ପିଲେ କଣ ଅଛି? ଆୟଙ୍ଗ ଉପସର୍ଗ ବି ଉପସର୍ଗ। ବି ଉପସର୍ଗ ତାପରେ ସରିଗଲା। ହଉ ପିଲା ଏଇଠି ରେଫ୍ ଅଛି, ତମମାନଙ୍କର ଲକ୍ଷ୍ୟ ନାହିଁ ବୋଧେ ହେଲା। ଆୟଙ୍ଗ ଉପସର୍ଗ ବିର୍ ଉପପଦ। ବିର୍ ଉପପଦ ଭୂ ଧାତୁରୁ ପିଲେ ଭବତି। ଭୂ ଧାତୁରୁ ଭବତି। ତାର ପିଲେ ଭବତିର ପିଲେ ଲଙ୍ଗ ଲକାର କଣ ହେଇଯିବ? ଅଭବତ। ତାହେଲେ ପିଲେ ବିରି ରହିଗଲା ଅଭବତ। ବିରି ରହିଗଲା ଅଭବତ। ତ ର ଆଉ ଅ ମିଶିକି ପିଲେ ର ଖାଲି ଗୋଟିକା ରହିଯିବ ରଭବତ। ରଭବତ। ଏପଟରେ ପିଲା ଆବି ଥିବ ଆବିର ଭବତ ହେଲା। ତମେ ଦେଖିବ ଧାତୁ କଣ ଅଛି? ଭବତି ଅଛି, ଅ ଲଗେଇଦବ ସରିଗଲା। ଅ ଲଗେଇଦେଲେ ଏପଟେ ର ଅଛି, ତାମାନେ ଆବିରା ଭବତ। ସବୁର ପିଲେ ତମେ ଯେକୌଣସି ଗୋଟେ କହୁନ ହେଲା। ପିଲେ ପ୍ରସରତି ଏଇଠି ଅଛି ପ୍ରସରତି। ତାହେଲେ ପିଲେ କଣ ହବ ଲଙ୍ଗ ଲକାରରେ? ହେଲା। ଏଇଠି ତମେ ଜାଣିଗଲ ସରତି ଅଛି, ଏଇଠି ଅ ଲଗେଇଦେଲ। ଅ ଲଗେଇଦେଲ ଏଇଠି ଅ ମିଶି ଆ ହୋଇଗଲା, ସେଥିପାଇଁ ପ୍ରାସର ସଇଲା। ପିଲେ ଏଇଟା ସବୁ ଟ୍ରିକ୍। ଆଉ ଏଇଟା ତମେ ଯଦି ମାନେ ପଢ଼ିଲା ବେଳେ ଲକ୍ଷ୍ୟ କରିକି ପଢ଼ିବ ତାହେଲେ ହେଇଯିବ, ନହେଲେ ଏଇଟା ସେମିତି କିଛି ନାହିଁ ହେଲା। ପିଲେ ଏଇଟା ଗୋଟେ ଦେଖୁନ, ଏଇଟା ଗୋଟେ ଲାଷ୍ଟ ଦେଖିଦିଅ। ଅନ୍ତର୍ଭବତି କଣ ହବ ପିଲେ? ଅନ୍ତର୍ଭବତି ଏକା କଥା ପିଲେ। ଏଇଠି ରେଫ୍ ଅଛି, ତାମାନେ ଉପପଦ ହଉଛି ଅନ୍ତର ହଉଛି ଉପପଦ। ତାହେଲେ କଣ ହେଇଯିବ ପିଲେ? ଅନ୍ତର୍ଭବତ। ହଁ ଅନ୍ତର୍ଭବତ ହଳନ୍ତତା। ଆରେ ଏଠି ଅନ୍ତର ମୂଳ ମାନେ
ତମେ ତାକୁ ଭାଙ୍ଗିବ ଏଇଟା ହେବ ଅନ୍ତର। କ'ଣ ହେଇଯିବ ଅନ୍ତର। ଅନ୍ତର୍ଯୁକ୍ତକ ଅଭବତ ତ ହେଇଯିବ ଅନ୍ତର୍ଭବତ। ଠିକ୍ ଅଛି ଏଇଭଳି ପିଲା। ହଉ ପିଲା ଏଇଟା କହିଲେ ଦେଖିବା ଅଭିଯୁକ୍ତକ ଗଚ୍ଛତି କ'ଣ ହବ ପିଲା ରୂପ? ଅଭିଯୁକ୍ତକ ଗଚ୍ଛତି କ'ଣ ହବ? ଅଭ୍ୟଗଚ୍ଛତି। ଅଭ୍ୟଗଚ୍ଛତି। ହଁ ଅଭ୍ୟଗଚ୍ଛତି। ଅଭି ହେଲା ଅଭିଯୁକ୍ତକ ଗଚ୍ଛତି କାହିଁ କ'ଣ ହବ? କିଛି ତ ହବନି। ଅଭିଗଚ୍ଛତି ଅଭିଗଚ୍ଛତି ରହିବ ଏ ହେଲା। ଏଠି କାହିଁ କିଛି ହବ? ଅଭ୍ୟ ହବନି। ତ ଏଠି ଯଦି ଥାନ୍ତା ଅଭିଯୁକ୍ତକ ଆଗଚ୍ଛତି, ଅଭିଯୁକ୍ତକ ଆଗଚ୍ଛତି ତାହେଲେ ହେଇଥାନ୍ତା ଅଭ୍ୟାଗଚ୍ଛତି। ତାହେଲେ ପିଲେ ଯେଉଁ ଅଭ୍ୟାଗଚ୍ଛତିଟା କୋଉ ଲକାର? ଏବେ ମୁଁ ଦେଖ କ'ଣ ଲେଖିଛି ଅଭ୍ୟାଗଚ୍ଛତୁ ଲେଖିଛି କୋଉ ଲକାର? ତାହେଲେ ପିଲେ ଲଙ୍ଗ ଲକାରରେ କ'ଣ ହେଇଯିବ? ନାଇଁ ସେଇ ଅଭ୍ୟାଗଚ୍ଛତ। ସେଇ ଅଭ୍ୟାଗଚ୍ଛତ। ଠିକ୍ ଅଛି। ତ ପିଲେ ଏମିତି ସବୁ ତମେ କରିବ ହେଲା। ଏଇଗୁଡ଼ା ସବୁ କ'ଣ କୁହାଯାଏ ପିଲେ? ଏଇଗୁଡ଼ା ସବୁ ଲଙ୍ଗ ଲକାରର ମାନେ ଉପସର୍ଗ ଲାଗିକି ଧାତୁର ପରିବର୍ତ୍ତନ ହେଲା। ମାନେ ସନ୍ଧି କାର୍ଯ୍ୟ କେଉଁଠି କ'ଣ ହେଇକି ସେଇଟା ପିଲେ ଅଛି। ହଉ ପିଲେ ଗୋଟେ କହିଲେ ଦେଖିବା ଅସ୍ଥି ଅଛି। କ'ଣ ଅଛି? ଅସ୍ଥି କୋଉ ଲକାରରେ ଅଛି ପିଲେ? ଅସ୍ଥି ସ୍ତଃ ସନ୍ତି କୋଉ ଲକାର? ପିଲେ ଅସ୍ଥିର ଲଙ୍ଗ ଲକାର କ'ଣ ହେଇଯିବ? ଆସିତ। ଅସ୍ଥିର ଆସିତ ହେଲା। ପିଲେ ଭଲ ଭାବରେ ମନେ ରଖିବ ପିଲେ। ହନ୍ତି ହନ୍ତି ପିଲେ ଏକ ବଚନ, ଦ୍ୱି ବଚନ, ବହୁ ବଚନ କୋଉ ବଚନ? ଏକ ବଚନ। ତାହେଲେ ପିଲେ ଲଙ୍ଗ ଲକାରରେ କ'ଣ ହେଇଯିବ? ଅହନ। ପିଲେ ଅହନ କୋଉ ପୁରୁଷ କୋଉ ବଚନ? ବାସ୍ ପ୍ରଥମ ପୁରୁଷ ମଧ୍ୟମ ପୁରୁଷ ଏକ ବଚନ। ଠିକ୍ ଅଛି। ଅହନ ପିଲେ ଚିନୋତି କୋଉ ଗଣୀୟ ଧାତୁ? ଚିନୋତି ଆରେ ଓ କାର ରହିଲା। ଓ କାରର ଉ ହେଇଥିବ ମାନେ ଓ ଉ ମାନେ ଚି ଧାତୁ ବିକରଣ ପ୍ରତ୍ୟୟ ଉ। କୋଉ ଗଣର ବିକରଣ ପ୍ରତ୍ୟୟ ଉ? ଅନାଦି। ଆଉ ଅନେଇଛ କ'ଣ ଆଟା କରିକି ହେଲା। ହଉ ପିଲା ଆପ୍ନୋତି ଆପ୍ନୋତିର ଲଙ୍ଗ ଲକାର କ'ଣ ହବ ପିଲେ? ତମେ ପାଠ ପଚାରିବା ଭୁଲ। ଆପ୍ନୋତ ହଳନ୍ତ ତ ହେଲା। ଆପ୍ନୋତ ପିଲେ ଯେଉଁ ଏଇଠି ଗୋଟେ ଅଛି ଏମିତି ଗୋଟେ ଅଛି ପିଲେ ବବ୍ରିତି ଅଛି। ତମକୁ ପଢ଼େଇଥିଲି ପିଲେ ବବ୍ରିତ ଦୀର୍ଘଇତି। ପିଲେ ବବ୍ରିତର ମୂଳ ଧାତୁ କ'ଣ? କୋଉ ଗଣୀୟ ଧାତୁ ପିଲେ? ଏଠି ଧାତୁର ଦ୍ୱିତ୍ୱ ହେଲା ମାନେ କୋଉ ଗଣୀୟ ଧାତୁ ହେଇଥିବ? ହେଲା। ହଉ ପିଲେ ଏତିକି ରହିଲା ତମର ପାଠ। ତ ଥାଉ ପିଲେ ଆଉ କିଛି ପଢ଼ା ହବନି। ଏତିକି